ମୋର ଇଞ୍ଜିନିୟରିଂ ପରୀକ୍ଷା ସରିବା ବେଳକୁ ହଠାତ୍ ବାପାଙ୍କର ଗାଡ଼ି ଧକ୍କା ହେବାର ଖବର ପାଇ ମୁଁ ଘରକୁ ଚାଲି ଆସିଲି। ବାପା ଡାକ୍ତରଖାନାରେ ଥିଲେ। ବୋଉ ଏକୁଟିଆ ଭାରି ହତାଶ ହୋଇପଡ଼ିଥିଲା। ମୁଁ ପହଞ୍ଚିବା ପରେ ତାର ସାହସ ହେଲା। ବାପା ପ୍ରାୟ ଗୋଟାଏ ମାସ ଡାକ୍ତରଖାନାରେ ରହି ଘରକୁ ଫେରିଲେ। ବାପା ଏକ ପ୍ରକାର ଅକର୍ମଣୀୟ ହୋଇଯାଇଥିଲେ। ବୋଉ ବାପାଙ୍କର ବହୁତ ସେବା କରୁଥିଲା। ହେଲେ ବୋଉ ବହୁତ ସମୟ ଉଦାସ ରହୁଥିବାର ମୁଁ ଲକ୍ଷ୍ୟ କରୁଥିଲି। ବୋଉର ଏପରି ଉଦାସ ରହିବାର କାରଣ ମୁଁ ଠିକ୍ ବୁଝିପାରୁଥିଲି। ବାପାଙ୍କର ଦୟନୀୟ ଅବସ୍ଥା ତ ବୋଉକୁ ଉଦାସ କରିଦେଇଥିଲା। ଏହା ବ୍ୟତୀତ ବୋଉ ଉଦାସ ରହିବାର ଅନ୍ୟ ଏକ କାରଣ ଥିଲା। ତାହା ହେଉଛି ମୋ ବୋଉ ଏକ ଅତ୍ୟନ୍ତ ଶାରୀରିକ ସମ୍ପର୍କ ରଖିଲା ବାଲା ମାଇକିନା। ନିଜ ସ୍ୱାମୀ ପାଖରେ ଥାଇ ବି ତାର ଭୋକ ମେଣ୍ଟେଇବା ପାଇଁ ବାପା ସକ୍ଷମ ନଥିଲେ। ତାହା ଥିଲା ସେ ଉଦାସ ରହିବାର ବଡ଼ କାରଣ। ବୋଉକୁ ଖୁସି କରିବା ପାଇଁ ମୁଁ ଚେଷ୍ଟା କରୁଥିଲି। ଫଳରେ ବୋଉ ସହିତ ମୁଁ ବହୁତ କ୍ଲୋଜ୍ ହୋଇଯାଇଥିଲି। କ୍ରମେ କ୍ରମେ ବାପାଙ୍କର ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ଆଉ ଶେଷରେ ବାପା ଆମକୁ ଛାଡ଼ିଦେଇ ସବୁଦିନ ପାଇଁ ଆଖି ବୁଜିଲେ। ବୋଉ ଅଧିକ ହତାଶ ହୋଇପଡ଼ିଲା। ମୁଁ ବୋଉକୁ ସାହସ ଦେଉଥିଲି। ତାକୁ ଖୁସି ରଖିବା ପାଇଁ ମୁଁ ବହୁତ ଚେଷ୍ଟା କରୁଥିଲି। ଶୋଇବା ବେଳେ ବୋଉ ବାପାଙ୍କ କଥା ଭାବି ମନ ଦୁଃଖ କରିବ ବୋଲି ରାତିରେ ମୁଁ ବୋଉ ପାଖରେ ଶୋଇଲି। ବିଭିନ୍ନ କଥା କହି ବୋଉକୁ ହସେଇବା ପାଇଁ ଓ ଖୁସି ଦେବା ପାଇଁ ମୁଁ ଚେଷ୍ଟା କଲି। ଦିନ ଗଡ଼ି ଚାଲିବା ସଙ୍ଗେ ସଙ୍ଗେ ବୋଉର ଉଦାସ ଭାବ ଟିକିଏ ଟିକିଏ କମ୍ ହେବାକୁ ଲାଗିଲା ଏବଂ ଆମ ଭିତରେ ନିବିଡ଼ତା ବଢ଼ିବାକୁ ଲାଗିଲା। ସେଥିପାଇଁ ଅବଶ୍ୟ ମୋର ଅବଦାନ ଟିକିଏ ଅଧିକ ଥିଲା। ବାପାଙ୍କ ଦେହାନ୍ତର ମାସକ ପରେ ମୋତେ ମୁମ୍ବାଇରେ ଗୋଟେ ଭଲ ଚାକିରି ବି ମିଳିଗଲା। ତାକୁ ଛାଡ଼ି ମୁଁ ମୁମ୍ବାଇ ଆସିବା କଥା ଜାଣି ବୋଉ ଦୁଃଖରେ ପୁରା ଭାଙ୍ଗି ପଡ଼ିଲା। ମୁଁ ବୋଉକୁ ସାନ୍ତ୍ୱନା ଦେଇ କହିଲି, ତୁ ମୋଟେ ଦୁଃଖ କରନା ବୋଉ। ମୁଁ ତୋତେ ଛାଡ଼ି ମାତ୍ର ଗୋଟିଏ ମାସ ରହିବି। ତାପରେ ମୁଁ ଆସି ତୋତେ ଏଠୁ ମୋ ସାଙ୍ଗରେ ନେଇଯିବି। କିନ୍ତୁ ଦେଖ ବୋଉ, ମୁମ୍ବାଇରେ ତୋତେ ମୁଁ କେବେ ବି ଏ ବିଧବା ବେଶରେ ରହିବା ପାଇଁ ଦେବି ନାହିଁ। ମୋ କଥା ଶୁଣି ବୋଉ ବହୁତ ଖୁସି ହୋଇଗଲା ଏବଂ ମୋତେ କୁଣ୍ଢେଇ ଧରି ମୋ ଗାଲ ଓ କପାଳରେ ଘନ ଘନ ଚୁମା ଦେଇ ପକେଇଲା। ବୋଉକୁ ଗାଁରେ ଏକୁଟିଆ ଛାଡ଼ି ମୁଁ ମୁମ୍ବାଇକୁ ଚାଲିଗଲି। ଗଲାବେଳେ ବୋଉ ମୋତେ କୁଣ୍ଢେଇ ଧରି ଶୀଘ୍ର ଆସି ତାକୁ ନେଇଯିବା ପାଇଁ କହି ମୋ କପାଳ, ଗାଲ ଓ ଏପରି ଓଠରେ ମଧ୍ୟ ଗାଢ଼ ଚୁମା ଦେଲା। ମୁଁ ବୋଉକୁ ମୋ ଛାତିରେ ଜାବୁଡ଼ି ଧରି ତା ଓଠରେ ଚୁମା ଦେବାକୁ ଲାଗିଲି। 5 ମିନିଟ୍ ପର୍ଯ୍ୟନ୍ତ ପରସ୍ପରକୁ ଚୁମା ଦେବାକୁ ଲାଗିଲୁ। ବୋଉକୁ ଛାଡ଼ି ତାପରେ ମୁଁ ଚାଲି ଆସିଲି। ଏମିତି ଠିକ୍ ଗୋଟିଏ ମାସ ପରେ ଗାଁକୁ ଯାଇ ବୋଉକୁ ମୁଁ ମୋ ସାଙ୍ଗରେ ନେଇ ଆସିଲି। ସିଙ୍ଗଲ ରୁମ୍ ଓ ଫ୍ଲାଟଟିଏ ମୁଁ ଭଡ଼ା ନେଇଥିଲି। ବୋଉ ଏବଂ ମୁଁ ସେଇ ଫ୍ଲାଟରେ ରହିଲୁ। ଗାଁରେ ବୋଉକୁ କହିବା ଭଳି ମୁଁ ବୋଉକୁ ବିଧବା ବେଶରେ ରହିବା ପାଇଁ ଦେଲି ନାହିଁ। ବୋଉର ବୟସ 46 ବର୍ଷ ହେଲେ ବି ବୋଉ ଯଥେଷ୍ଟ ୟଙ୍ଗ ଭଳି ଜଣାପଡ଼ୁଥିଲା। ନୂଆ ଜାଗା, ନୂଆ ପରିବେଶ ଭିତରେ ବୋଉ ଓ ମୋ ଭିତରର ସମ୍ପର୍କ କ୍ରମେ କ୍ରମେ ବଦଳି ନୂଆ ରୂପ ନେବାକୁ ଆରମ୍ଭ କଲା। ନ ଜାଣିବା ଲୋକମାନେ ଆମକୁ ସ୍ୱାମୀ ସ୍ତ୍ରୀ ବୋଲି ଭାବୁଥିଲେ। ଗୋଟିଏ ରୁମ୍ରେ ଗୋଟିଏ ବେଡ୍ରେ ଶୋଇବା ଫଳରେ ସତକୁ ସତ ଆମେ ବି ସ୍ୱାମୀ ସ୍ତ୍ରୀ ଭଳି ଚଳିବା ଆରମ୍ଭ କରିଦେଇଥିଲୁ। ଆମର ପୁରୁଣା ମା ପୁଅର ସମ୍ପର୍କ ବି ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ପରିଣତ ହୋଇଗଲା। ନୂଆ ନୂଆ ବାହା ହୋଇଥିବା ସ୍ୱାମୀ ସ୍ତ୍ରୀ ଭଳି ଖୁବ୍ ଆନନ୍ଦରେ ଆମ ଦୁଇଜଣଙ୍କର ଦିନ ଗଡ଼ି ଚାଲିଥିଲା। ପ୍ରାୟ ଗୋଟିଏ ମାସ ପରେ ଦିନେ ରାତିରେ ସବୁଦିନ ପରି ଖିଆପିଆ ସାରି ବୋଉ ଓ ମୁଁ ଶୋଇବା ପାଇଁ ଗଲୁ। ବିଛଣାରେ ପଡ଼ୁ ପଡ଼ୁ ମୁଁ ମୋର ଲୁଙ୍ଗିଟାକୁ ଖୋଲିଦେଇ ଲଙ୍ଗଳା ହୋଇପଡ଼ି ବୋଉର ନାଇଟ୍ ଗାଉନଟା ଖୋଲି ତାକୁ ମଧ୍ୟ ପୁରା ଲଙ୍ଗଳା କରିଦେଲି। ଘରେ ବୋଉ ଗାଉନ ଭିତରେ ବ୍ଲାଉଜ କିମ୍ବା ଚଡ଼ି କିଛି ପିନ୍ଧିନଥିଲା। ଦୁହେଁ କୁଣ୍ଢାକୁଣ୍ଢି ହୋଇ ଚୁମା ଖାଇଲୁ। ବୋଉ ମୋ ଉପରକୁ ଉଠିଯାଇ ମୋ ଛାତିରେ ତା ଦୁଧକୁ ରଗଡ଼ି
ଓ ମୋ ଓଠରେ ଚୁମା ଦେଉ ଦେଉ କହିଲା, ଧନ, ଗୋଟାଏ କଥା କହିବି। ମୁଁ ଦୁଇ ହାତରେ ବୋଉର ଫୁଲିଲା ଗାଣ୍ଡିକୁ ଚିପି ଚିପି କହିଲି, ବୋଉ, ଯାହା କହିବା କଥା କହୁନୁ, ମୋତେ ପଚାରୁଛୁ କ'ଣ? ବୋଉ କହିଲା, କାଲି ଟିକିଏ ଡାକ୍ତର ପାଖକୁ ଯାଆନ୍ତେ। ମୁଁ ପଚାରିଲି, କାହିଁକି? କ'ଣ ହେଲା? ମୁଁ ପୁଣି ବୋଉକୁ କହିଲି, କାହିଁକି ବୋଉ, କ'ଣ ହେଲା? ଡାକ୍ତର ପାଖକୁ କାହିଁକି ଯିବା? ତୋ ଦେହ ଭଲ ନାହିଁ କି? ବୋଉ କହିଲା, ନା, ସେମିତି କିଛି ନାହିଁ ଯେ ମୋତେ କାହିଁକି ବାନ୍ତି ବାନ୍ତି ଲାଗୁଛି। ମୁଁ ପଚାରିଲି, ବାନ୍ତି ବାନ୍ତି କ'ଣ ପାଇଁ ଲାଗୁଛି? କ'ଣ ହୋଇଛି? ଏଣୁ ତେଣୁ କ'ଣ ଖାଇଦେଲୁ କି? ବୋଉ କହିଲା, ସେମିତି କିଛି ମୁଁ ଖାଇନି। ମୁଁ କହିଲି, ତାହେଲେ ବାନ୍ତି କାହିଁକି ହେଉଛି? ବୋଉ କହିଲା, ତୁ ସେ କଥା ବୁଝିପାରିବୁନି। ମୁଁ କହିଲି, ବୁଝିପାରିବିନି ମାନେ? ବୋଉ କହିଲା, ମୋର ଏଥରକ କାହିଁକି ଦିନ ଗଡ଼ିଗଲାଣି, ଏଯାଏଁ ହୋଇନି। 10 ଦିନ ଖଣ୍ଡେ ଡେରି ହେଲାଣି। ମୁଁ କହିଲି, ଓଃ, ବୁଝିଲି, ଏ ମାସରେ ତୋର ଋତୁସ୍ରାବ ଡେରି ହେଲାଣି। ବୋଉ କହିଲା, ହଁ। ମୁଁ କହିଲି, ତାହା ମାନେ ବୋଉ, ତୁ ଗର୍ଭବତୀ? ବୋଉ କହିଲା, ମୋର ସେଇ ଡାଉଟ୍। କାରଣ ମାସେ ହେଲା ବିନା ପ୍ରୋଟେକ୍ସନରେ ଆମେ ହେଉଛେ, ତ ତେଣୁ ମୁଁ କହିଲି, ଠିକ୍ ଅଛି, କାଲି ଡାକ୍ତର ପାଖକୁ ଯାଇ ଚେକଅପ୍ କରିନେବା। ଆଉ ଯଦି କନସିଭ୍ କରାଯାଇଥିବ ତାହେଲେ ୱାଶ୍ କରିଦେଲେ ହେବ। ବୋଉ କହିଲା, ନା ନା, ତୁ ସେ ୱାଶ୍ କରିବା କଥା କହନା। ମୁଁ କହିଲି, ୱାଶ୍ କରିବୁନି ମାନେ? ତୁ ମା' ହେବାକୁ ଚାହୁଁଛୁ? ବୋଉ କହିଲା, ହଁ। ଅସୁବିଧା କ'ଣ? ମୁଁ ଯେତେବେଳେ ତୋର ସ୍ତ୍ରୀ ହୋଇସାରିଲିଣି, ତୋ ପିଲାର ମା' ହେବାରେ ଅସୁବିଧା କ'ଣ? ଦୁଧ ହାତରେ ବୋଉର ଦୁଧକୁ ଧରି ପାଟିରେ ପୂରେଇ ମୁଁ ଚୁଚୁମି ପକାଇ କହିଲି, ବୋଉ, ସତରେ ତୁ ମୋ ଛୁଆର ମା' ହେବୁ? ବୋଉ କହିଲା, ହେବି କ'ଣ? ତୁ ତ ମୋ ପେଟରେ ତୋ ଛୁଆକୁ ଛାଡ଼ି ସାରିଲୁଣି। ମୋର ଶକ୍ତ ବାଣ୍ଡକୁ ମୁଠେଇ ଧରୁ ଧରୁ ବୋଉ କହିଲା, ଆସିଲୁ, ମୋତେ ଭାରି ନିଦ ମାଡ଼ିଲାଣି। ମୁଁ ବୋଉର ଦୁଇ ଜଙ୍ଗକୁ ଆଡ଼େଇ କହିଲି, ମୁଁ ନିଦ ଇଞ୍ଜେକ୍ସନ୍ ଦେଇସାରିନି, ତୋତେ ନିଦ ଆସିଲାଣି? ବୋଉ କହିଲା, ତୁ କି ଇଞ୍ଜେକ୍ସନ୍ ଦେଉଛୁ ଦେଲୁ। ତାପରେ ଆମେ ଦୁହେଁ ପୁଣି ସେଇଭଳି ଆମ ଭିତରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଗଢ଼ି ଉଠିଲା। କିଛି ମାସ ପରେ, ଆକ୍ଚୁଆଲି ତା ପରଦିନ ଆମେ ଡାକ୍ତରଖାନାକୁ ଯାଇ ଚେକଅପ୍ କଲୁ। ବୋଉ ସତରେ ଗର୍ଭବତୀ ଥିଲା। କିଛି ମାସ ପରେ ବୋଉ ମୋ ଛୁଆକୁ ଜନ୍ମ ଦେଲା। ଏ କଥା ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଜାଣିନାହାନ୍ତି ଯେ ବୋଉ ମୋର, ମାନେ ଇଏ ମୋ ବୋଉ ବୋଲି। ସମସ୍ତେ ଜାଣନ୍ତି ଇଏ ମୋର ସ୍ତ୍ରୀ ଆଉ ମୁଁ ତାର ସ୍ୱାମୀ ବୋଲି। ଦର୍ଶକ ବନ୍ଧୁ, ଏ ଥିଲା କାହାଣୀ। କାହାଣୀ କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ହଁ, କାହାଣୀ ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଏହା କେବଳ ଆପଣମାନଙ୍କର ମନୋରଞ୍ଜନ ପାଇଁ ଆମେ ତିଆରି କରିଛୁ। ଦୟାକରି ଦେହକୁ ନେବେନି। ଆଉ ହଁ, ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାହାନ୍ତି, ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ପିନ୍ କରାହୋଇଛି। ଜଲ୍ଦି ଯାଇ ଟେଲିଗ୍ରାମରେ ଜଏନ୍ କରନ୍ତୁ। ଆଉ ଏଇଭଳି ସବୁ ନୂଆ ନୂଆ ରୋମାଞ୍ଚକର ଓ କଷ କାହାଣୀ ପାଇବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇଥାନ୍ତୁ।